ନାଇଁ ଦେଖନ୍ତୁ ବିଜୁ ଜନତା ଦଳ ସିଏ କ'ଣ କଲା କ'ଣ ନାହିଁ ତା ଉପରେ ଟିପ୍ପଣୀ ମୋର କ'ଣ କହିବାର ଅଛି। ତାଙ୍କର ଦଳର ଆଭ୍ୟନ୍ତରୀଣ ବେପାର, ସେଥିରେ ମୋର କିଛି କହିବାର ନାହିଁ। ଭାରତୀୟ ଜନତା ପାର୍ଟି କ'ଣ କରିବ କ'ଣ ନାହିଁ, କାହିଁକିନା ଭାରତୀୟ ଜନତା ପାର୍ଟିର ମଧ୍ୟ ଗୋଟେ ତାର ବିଚାରଧାରା ଅଛି। ତେଣୁ ଭାରତୀୟ ଜନତା ପାର୍ଟିର ଯେଉଁମାନେ ଦଳର ମୁଖିଆ ଅଛନ୍ତି, ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ସେମାନେ ହିଁ ସେଇ ଉପରେ ମନ୍ତବ୍ୟ ଦେବେ। ତା ଉପରେ ମୁଁ ତ କହିବାଟା ଠିକ୍ ହେବ ନାହିଁ, କାହିଁକିନା ଦଳୀୟ ଷ୍ଟ୍ରାଟେଜି ଉପରେ ଦଳର ଆଭ୍ୟନ୍ତରୀଣ ବ୍ୟାପାର, ଦଳର କେନ୍ଦ୍ରୀୟ କମିଟି ଅଛନ୍ତି, ଦଳର ମୁଖିଆ ଅଛନ୍ତି, ଆମର ରାଜ୍ୟର ମୁଖିଆ ଅଛନ୍ତି, ସମସ୍ତେ ଅଛନ୍ତି, ସେଇ ଉପରେ ସେମାନେ ମତ ହିଁ ଦେଇପାରିବେ। ତେଣୁ ମୋର ଷ୍ଟ୍ରାଟେଜି, ମୁଁ ଦଳର ଷ୍ଟ୍ରାଟେଜି ଉପରେ କହିବାଟା ଠିକ୍ ହେବ। ନାଇଁ ହୁଇପ୍ ଦେଖନ୍ତୁ, ଆମମାନଙ୍କୁ ନିର୍ଦ୍ଦେଶ ଅଛି, ଯେହେତୁ କି 16 ତାରିଖରେ ଇଏ ଅଛି, ଆମ ବନ୍ଧୁ ନିର୍ଦ୍ଦେଶ ଅଛି ଯେମିତି ଭୁବନେଶ୍ୱର ଯେମିତି 13, ଆମେ 14, 15, 16 ଯେମିତି କିଏ କୁଆଡ଼େ ନ ଯିବା। ତ ଆମକୁ ତ ନିର୍ଦ୍ଦେଶ ଅଛି ପାର୍ଟି ତରଫରୁ। ତେଣୁ ଯେହେତୁ କି ରାଜ୍ୟସଭା ପ୍ରଭାରୀ ଯିଏ ରହିଛନ୍ତି ପର୍ଯ୍ୟବେକ୍ଷକ, ସେ ବର୍ତ୍ତମାନ ଆସି ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ଆପଣଙ୍କର କେବେ ବୈଠକ ବସୁଛି ବା ନିଷ୍ପତ୍ତି କେବେ ନିଆଯିବ, ସେଇ ଉପରେ କିଛି ଆମକୁ ଆହୁରି ସୂଚନା ମିଳିନି। ଆଜ୍ଞା, ଆଉ ଗୋଟେ କଥା, ଗତକାଲି ବିଜୁ ଜନତା ଦଳର ସଭାପତି ବିରୋଧୀ ଦଳ ନେତା ଗତକାଲି କହିଲେ କି ଭାରତୀୟ ଜନତା ପାର୍ଟି ହର୍ସ ଟ୍ରେଡିଂ କରୁଛି ବା ଘୋଡ଼ା ବେପାରରେ ବର୍ତ୍ତମାନ ସମୟରେ ମାତିଛି। ଏ କଥା କେତେ ସତ୍ୟତା ଅଛି? କ'ଣ ଭାରତୀୟ ଜନତା ପାର୍ଟି ସତରେ ଘୋଡ଼ା ବେପାର? କେବେ ହେଲେ ଦେଖନ୍ତୁ, ଭାରତୀୟ ଜନତା ପାର୍ଟି ଗୋଟେ ବିଚାରଧାରାର ଦଳ, ସେ କେବେ ହେଲେ ମଧ୍ୟ ଘୋଡ଼ା ବେପାରରେ ବିଶ୍ୱାସ କରେ ନାହିଁ। ତେଣୁ ଯେହେତୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଠିଆ ହେଇଛନ୍ତି, ସିଏ ତାଙ୍କର ଜିତିବା ପାଇଁ କ'ଣ ରଣକୌଶଳ କରିବେ ତା ଉପରେ ତ ଆମେ କେହି କହିବୁ। ଭାରତୀୟ ଜନତା ପାର୍ଟି ତ 2 ଜଣ ପ୍ରାର୍ଥୀ ଦେଇଛି। ତେଣୁ ଯିଏ ଇଣ୍ଡିପେଣ୍ଡେଣ୍ଟଲି ଠିଆ ହେଇଛନ୍ତି, ସିଏ କ'ଣ କରିବେ କ'ଣ ନାହିଁ। ଭାରତୀୟ ଜନତା ପାର୍ଟି କ'ଣ କ୍ୟାଣ୍ଡିଡେଟ୍ ଦେଇଛି କି? ଭାରତୀୟ ଜନତା ପାର୍ଟି ସମର୍ଥନ କରୁଛି। ହଁ, ତ ତେଣୁ ଯିଏ କ୍ୟାଣ୍ଡିଡେଟ୍ ହେଇଛନ୍ତି, ସିଏ କ'ଣ ରଣକୌଶଳ କରିବେ, ସେଥି ଉପରେ ଭାରତୀୟ ଜନତା ପାର୍ଟି ଘୋଡ଼ା ବେପାର କରିବ, ସେଥିରେ କୁଆଡ଼େ ହେଲା। ତେଣୁ ଭାରତୀୟ ଜନତା ପାର୍ଟି କେବେ ହେଲେ ମଧ୍ୟ ହର୍ସ ଟ୍ରେଡିଂ ନାହିଁ। ଯେଉଁମାନେ କହୁଛନ୍ତି ସେମାନେ ହିଁ ଯେହେତୁ କି ଆଗରୁ ଲିପ୍ତ ରହିଛନ୍ତି, ତ ସେଥିପାଇଁ ସେମାନଙ୍କର ପାଟିରୁ ହିଁ ସେ କଥା ବାହାରୁଛି।